ଲିଖନୀରେ କାହାଣୀ। ଆଜିର ଗଳ୍ପ କାଉ ଆଉ କୋଇଲି। ବାୟା ଚଢ଼େଇ ଭାରି ସୁନ୍ଦର ବସା ତିଆରି କରେ। ତାଳ ଗଛ କି ଖଜୁରୀ ଗଛ ବାହୁଙ୍ଗାରେ ତାର ବସା ଝୁଲୁଥାଏ। ଝଡ଼ ବର୍ଷାକୁ ତାର ଡର ନଥାଏ। ତେଣୁ ପିଲାମାନେ ଗାଆନ୍ତି, ବାୟାର କି ଯାଏ, ବା କଲେ ବସା ହଲୁଥାଏ। ଅନ୍ୟ ଚଢ଼େଇମାନେ ବସା ତିଆରି କରି ଜାଣିନଥିଲେ। ଗଛ ଡାଳରେ ବା ଭୂଇଁ ତଳେ ବା ପାହାଡ଼ ଖୁଲରେ ଚଳିଯାଆନ୍ତି। ପିଲାଛୁଆ ପାଳିବାରେ ତ ଭାରି ହଇରାଣ ହୁଅନ୍ତି। ବର୍ଷା ପବନରେ କେତେ କଷ୍ଟ ଭୋଗୁଥାନ୍ତି। ଦିନେ ସବୁ ଚଢ଼େଇ ବିଚାର କଲେ ବାୟା ଠାରୁ ବସା ତିଆରି ଶିଖିବେ। ଚଢ଼େଇମାନେ ତାକୁ ଏକଥା କହିଲେ। ସେ ଏଥିରେ ଖୁସି ହେଲା। କେତୋଟି ଦିନରେ ସେମାନଙ୍କୁ ନାନା ପ୍ରକାର ବସା ତିଆରି ଶିଖାଇଦେଲା। ସେଦିନଠାରୁ ପକ୍ଷୀମାନେ ନିଜ ନିଜର ବସା ଗଢ଼ିଲେ। ଛୁଆମାନଙ୍କୁ ସେଥିରେ ରଖି ପାଳିଲେ। କୋଇଲି ବସା ତିଆରି କରି ଶିଖିବାର ମନ ଦେଲା ନାହିଁ। ଏଣେ ତେଣେ ଘୁରି ବୁଲିବାରେ ଲାଗିଲା। ଆମ୍ବ ଗଛରେ ବସି ଗୀତ ଗାଇବାରେ ଲାଗିଲା। କୁହୁ କୁହୁ କୁହୁ। ହେଲେ ତାର ଅଣ୍ଡା ଦେବା ବେଳ ହେଲା। କେଉଁଠି ବସା ଅଛି ଯେ ସେ ଅଣ୍ଡା ରଖି ଉଷମ କରିବ? ବସାଟିଏ କରି ନ ପାରି ଭାରି ହଇରାଣ ହେଲା। ଦିନେ ସେ ଗୋଟିଏ ବୁଦ୍ଧି ପାଞ୍ଚିଲା। କାଉ ତା ବସାଟିରେ ଡିମ୍ବ ଦେଇଥାଏ। ସେ ନଥିବା ବେଳେ କୋଇଲି ଚୁପ୍ କରିଗଲା। ତା ବସାରେ ଡିମ୍ବ ଦେଇ କୁଆଡ଼େ ଉଡ଼ିଗଲା। ମଝିରେ ମଝିରେ ଆସି ସେ ତାର ଡିମ୍ବ ଠିକ୍ ଅଛି କି ନାହିଁ ଦେଖିଯାଏ। କାଉ ତାର ଡିମ୍ବ ସାଥିରେ କୋଇଲି ଡିମ୍ବକୁ ଉଷମ କରେ। ପରେ ଅଣ୍ଡା ଫୁଟାଇ ଛୁଆ ବାହାରିଲା। ଛୁଆମାନଙ୍କୁ କାଉ ଆଦରରେ ପାଳିଲା। ଛୁଆମାନଙ୍କ ଦେହରେ ପର ଲାଗିଲା। କାଉ ଛୁଆ କୋଇଲି ଛୁଆ ଉଭୟେ ତ କଳା। କାଉ ଛୁଆ ରାବିଲା କା କା, କୋଇଲି ଛୁଆ ରାବିଲା କୁହୁ କୁହୁ। କିଏ କାଉ ଆଉ କିଏ କୋଇଲି ଜଣାଗଲା। ସେତେବେଳକୁ ଛୁଆମାନଙ୍କ ଡେଣା ଟାଣ ହୋଇଯାଏ। କୋଇଲି ଛୁଆମାନେ ଉଡ଼ିଗଲେ। ସେଦିନଠାରୁ କାଉ ଆଉ କୋଇଲି ଭିତରେ ପଡ଼ିଲା ନାହିଁ। କୋଇଲିକୁ ଦେଖିବା ମାତ୍ରେ କାଉ ତାକୁ ଖୁମ୍ପିବାରେ ଲାଗିଲା। କୋଇଲି ବିଚାରା ଜୀବନ ବିକଳରେ ଗଛ ପତ୍ରରେ ଲୁଚି ରହିଲା। ଗହଳ ପତ୍ର ଆଡ଼ୁଆରେ ରହି ଛୁଆମାନଙ୍କୁ ଡାକେ, କୁହୁ କୁହୁ, ଏଇଠି ଅଛି ମୁଁ ମୁଁ। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।